ସମସ୍ତଙ୍କୁ ନମସ୍କାର। ଆଜି ଆମେ ଆମ ପଞ୍ଚମ ଶ୍ରେଣୀ ପରିବେଶ ପାଠ ଆମ ବିଚିତ୍ର ବିଶ୍ୱର ଖାଦ୍ୟର ରହସ୍ୟ ସମ୍ପର୍କରେ ଆଲୋଚନା କରିବା। ତ ଆଜିର ଆମର ଆଲୋଚନାର ବିଷୟବସ୍ତୁ ହେଉଛି ଦାନ୍ତର କାମ। ତାହେଲେ ତୁମ ପାଇଁ କଣ କଣ ଶିକ୍ଷଣ ଉଦ୍ଦେଶ୍ୟ ରହିଛି ଦେଖ। ଶିକ୍ଷଣ ଉଦ୍ଦେଶ୍ୟ ସବୁ ରହିଛି ଦାନ୍ତର ପ୍ରକାର ଭେଦ କହିବ। ତୁମର ଯେତେ ପ୍ରକାର ଦାନ୍ତ ଅଛି ପାଟିରେ ସେ ସମ୍ପର୍କରେ କହିବ। ତା ସହିତ ଦାନ୍ତ ଆମକୁ କିପରି ସହାୟତା ପ୍ରଦାନ କରେ ତାହା ମଧ୍ୟ ତୁମେମାନେ କହିବ। ଠିକ ଅଛି, ତେବେ ଆସ ଆମେ ବିଷୟବସ୍ତୁକୁ ଯିବା ଆଉ ଦେଖିବା। ତାହେଲେ ସନ୍ଧାନୀ ଦିଶା ଏପର୍ଯ୍ୟନ୍ତ ରହସ୍ୟ ଗୁଡ଼ିକୁ ସମାଧାନ କରିପାରି ନାହିଁ। ତାହେଲେ ଯୋଉ ଖାଦ୍ୟ ଉପରେ ସେ ଆରମ୍ଭ କରିଥିଲା ପାଉଁରୁଟି ଖରାପ ହବାଠୁ, ତାହେଲେ ସେ ଯୋଉ ସନ୍ଧାନ କରିବା ସେ ତାର ସମାଧାନ କରିପାରି ନାହିଁ। କାରଣ ଖାଦ୍ୟ ଉପରେ ସେ ଯେତେବେଳେ ଦେଖୁଛି ବିଭିନ୍ନ ଜିନିଷ ଜାଣୁଛି। ତେଣୁ ଆମେ ଖାଦ୍ୟ ଖାଇବା ପରେ କଣ ହୁଏ ତାକୁ ସିଏ ଏବେ ଜାଣିବାକୁ ଚାହୁଁଛି। ଖାଦ୍ୟ ଖାଇଲା ପରେ କଣ ହେଉଛି, ତେଣୁ ସେ କଣ କଲା ନା ଦର୍ପଣକୁ ଚାହିଁ ପାଟିକୁ ଅଧିକ ଖୋଲିଲା, କହିଲା ଆ। ଆମେ ବଡ ପାଟି କଲେ କେମିତି କହୁଛେ? ହଁ, ଆ କରିକି ଦେଖୁଛି ମୋ ପାଟି ଭିତରେ କଣ ଅଛି। ମୋ ଖାଦ୍ୟକୁ ଖାଦ୍ୟ ତ ପାଟିକୁ ପଳେଇଲା, ପାଟିକୁ ଗଲା ପରେ ସିଏ କଣ ହଉଛି ତାକୁ ସେ ଜାଣିବାକୁ ଚାହୁଁଛି। କଣ ହେଲା ନା ଆମର ପାଟି ଭିତରେ କଣ ଅଛି ନା ଦାନ୍ତ ଅଛି, ଯିଏକି ଚୋବେଇବା ପ୍ରକ୍ରିୟା କରୁଛି ନା ନାଇଁ। କିନ୍ତୁ ପାଟି ଭିତରେ ଆମର କଣ ସବୁ ଦାନ୍ତ ସମାନ? ନା, ସବୁ ଦାନ୍ତ ଆମର ସମାନ ନାହିଁ। ପାଟି ଭିତରେ ବିଭିନ୍ନ ପ୍ରକାର ଦାନ୍ତ ଅଛି। କାରଣ ଆମ ପାଟି ଭିତରେ ସେଗୁଡିକ ଏକା ପରି ଦେଖାଯାଆନ୍ତି ନାହିଁ, କାରଣ ସେମାନଙ୍କର କାମ ହଉଛି ଅଲଗା ଅଲଗା। ସବୁ ଦାନ୍ତ ଯେତେ ପ୍ରକାର ଦାନ୍ତ ଆମ ପାଟି ଭିତରେ ଅଛି ସେ ସବୁ ଦାନ୍ତର ହଉଛି କାର୍ଯ୍ୟ ଅଲଗା ଅଲଗା। ସମସ୍ତେ ଅଲଗା ଅଲଗା କାର୍ଯ୍ୟ, ସେଥିପାଇଁ ତାଙ୍କର ଆକାର ମଧ୍ୟ ଅଲଗା ଅଲଗା ହୋଇଥାଏ। ଆଉ ସେମାନେ ମିଳିମିଶି ଆମେ ଯୋଉ ଖାଦ୍ୟ ଖାଉଛେ ତାକୁ ଚୋବେଇବାରେ ସାହାଯ୍ୟ କରିଥାଏ। ବୁଝିଗଲା? ତାହେଲେ ଦେଖ ଏଇଠି ଚିତ୍ରରେ କେତେ ପ୍ରକାର ଦାନ୍ତ ଅଛି। ଆଚ୍ଛା, କେତେଟା ଦାନ୍ତ ଅଛି ଆମ ପାଟିରେ? 32ଟା ଟୋଟାଲ ଅଛି, ନାଇଁ? ତ 32ଟାରେ ଦେଖ, ଆରମ୍ଭରେ ଆଗରେ ଅଛି କଣ? କର୍ତ୍ତନ ଦାନ୍ତ। ବୁଝିଗଲା? 4 4 8ଟି ଅଛି ଆମର କର୍ତ୍ତନ ଦାନ୍ତ। ଉପରେ ତ 4ଟି, ତଳେ 4ଟି। ତ କର୍ତ୍ତନ ଦାନ୍ତର ଦି ପଟରେ ଗୋଟିଏ ଗୋଟିଏ ଆମର କଣ ଅଛି ନା ଶ୍ୱାନ ଦାନ୍ତ ଅଛି। ତଳେ 2ଟି, ଉପର ମାଡିରେ 2ଟି, ଟୋଟାଲ 4ଟି ଆମର ରହିଲା ଶ୍ୱାନ ଦାନ୍ତ, ନାଇଁ? ତାହେଲେ ଶ୍ୱାନ ଦାନ୍ତ ପରେ ତାର ଉଭୟ ପାର୍ଶ୍ଵରେ 2ଟି ଲେଖାଏ ଅଛି ଚର୍ବଣ ଦାନ୍ତ। ତାହେଲେ ତଳ ମାଡିରେ ହେଲା 4ଟା, ଉପର ମାଡିରେ ହେଲା 4ଟା। ତାହେଲେ ଚର୍ବଣ ଦାନ୍ତ ଆମର କେତେଟି ରହିଲା? 4ଟି ଚର୍ବଣ ଦାନ୍ତ ଆମର ରହିଲା। ଆଉ ତା ସେକଡକୁ ଅଛି ଉଭୟ ପାର୍ଶ୍ଵରେ କଣ କଡକୁ ଅଛି ପେଷଣ ଦାନ୍ତ। ତଳେ 4ଟି, ଉପରେ 4ଟି। ତାହେଲେ ଏଇପରି ଭାବରେ କଣ ନା ଆମର ଯୋଉ 32ଟି ଦାନ୍ତ ଅଛି ସେ 4 ଭାଗରେ ଭାଗ ହେଇକି ଅଛି। କଣ କଣ ନା କର୍ତ୍ତନ ଦାନ୍ତ, ଶ୍ୱାନ ଦାନ୍ତ, ଚର୍ବଣ ଦାନ୍ତ ଆଉ ପେଷଣ ଦାନ୍ତ। ଚିତ୍ରରେ ଦେଖିପାରୁଥିବ ଯେମିତି ଉପର ମାଡିରେ କୋଉଠି କୋଉଠି ଅଛି, ଆଉ ତଳ ମାଡିରେ ମଧ୍ୟ କୋଉଠି କୋଉଠି ଅଛି। ଆମର ଉପର ମାଡିରେ ସେ ଯୋଉ ହିସାବରେ ଆମର ସଜେଇ ହୋଇ ଅଛି, ତଳ ମାଡିରେ ବି ଠିକ ସେଇ ହିସାବରେ ଆମର ଠିକ ସେଇ ଜାଗାରେ ସଜେଇ ହୋଇ ତାହା ରହିଥାଏ। ବୁଝିଗଲା? 4 ପ୍ରକାର ଦାନ୍ତ କଣ କଣ ହେଲା? କର୍ତ୍ତନ ଦାନ୍ତ, ଶ୍ୱାନ ଦାନ୍ତ, ଚର୍ବଣ ଦାନ୍ତ, ପେଷଣ ଦାନ୍ତ। କର୍ତ୍ତନ ଦାନ୍ତ କେତୋଟି? 8ଟି। ଶ୍ୱାନ ଦାନ୍ତ କେତୋଟି? 4ଟି, ନାଇଁ? ଆଉ ଚର୍ବଣ ଦାନ୍ତ 8ଟି, ଆଉ ପେଷଣ ଦାନ୍ତ ମଧ୍ୟ 8ଟି ଆମର ରହିଛି। ତାହେଲେ ଯୋଉ କର୍ତ୍ତନ ଦାନ୍ତ ଥାଏ ତା କାମ ହଉଛି କଣ ନା କାଟିବା ପାଇଁ। ଯେତେବେଳେ ଆମେ ଫଳ ଖାଉ ଆମର ପ୍ରଥମେ ଫଳକୁ କାଟିକି କିଏ ନବ ନା ଏଇ କର୍ତ୍ତନ ଦାନ୍ତ। ଯାହା ବଡ ଜିନିଷ ଆମେ ଖାଉଛେ ତାକୁ ସିଏ ସେଥିରେ କାଟିକି ନବ। ତାପରେ ଚିରିବା ପାଇଁ ଆମର ଅଛି ଶ୍ୱାନ ଦାନ୍ତ। ଯଦି ଖାଦ୍ୟକୁ ଚିରିକି ଖାଇବାର ଅଛି, ଯଦି ଆଖୁ ଆମେ ଖାଉଛେ ଚିରିକି, ତାହେଲେ
से खाद्य को चिरिकी खाइबा ପାଇଁ ଆମର ରହିଛି କଣ ନା ଶ୍ୱାନ ଦାନ୍ତ। ତା କଡକୁ ଅଛି ଚର୍ବଣ ଦାନ୍ତ, ଯିଏ କି କଣ କରିବ ନା ଯୋଉ ଖାଦ୍ୟ ଆମେ ଖାଉଛେ ତାକୁ କାଟି କାଟିକି ଗୁଣ୍ଡ ଗୁଣ୍ଡ ସବୁ କରିଦବ। କାରଣ ଏଡେ ବଡ ଖାଦ୍ୟ ଆମ ପାଟିରୁ ଯାଇପାରିବନି, ତେଣୁ ତା କାଟିକି ଗୁଣ୍ଡ କରିବା କାମ ହଉଛି କାହାର? ଚର୍ବଣ ଦାନ୍ତର। ଆଉ ଶେଷରେ ଯାଇ ପହଞ୍ଚିବ କୋଉଠି ନା ପେଷଣ ଦାନ୍ତ ପାଖକୁ, ଯାହାକି ପୁରା ପେଶିକି ଗୁଣ୍ଡ ଗୁଣ୍ଡ କରିଦବ ହେଲା। ତେଣୁକରି ଆମେ ଯେତେବେଳେ ଖାଦ୍ୟ ଖାଉଛେ ଖାଦ୍ୟକୁ ଭଲ ଭାବରେ ଚୋବେଇକି ଖାଇବା ଦରକାର। କାରଣ ଚୋବେଇ ଖାଇଲେ କଣ ହବ, ସେଗୁଡିକ ଭଲ ଭାବରେ ପୁରା ଗୁଣ୍ଡ ଗୁଣ୍ଡ ହେଇକି ପେଶି ହେଇକି ଆମ ପେଟ ଭିତରକୁ ଯିବ, ଯାହାକି ସହଜରେ ହଜମ ହୋଇପାରିବ। ତେଣୁ ତାପରେ ଦିଶା କଣ କହିଲେ ଦେଖ ନା ଖାଦ୍ୟକୁ ବହୁତ ସମୟ ଧରି ଚୋବାଇଲେ ଅଧିକ ଲାଳ କାହିଁକି କ୍ଷରଣ ହୁଏ? କାରଣ ସେ ଦେଖିଛି ଯେତେବେଳେ ସେ ଖାଦ୍ୟ ଖାଏ ତା ପାଟି ଭିତରୁ କଣ ବାହାରେ ନା ଲାଳ ବାହାରେ। ଯଦି ଯେତେ ଚୋବେଇବ ସେତେ ଅଧିକା ଲାଳ ବାହାରିବ। ସେ ଭାଇ ପଚାରିଲା କଣ ନା ଯଦି ଖାଦ୍ୟକୁ ଆମେ ଅଧିକ ସମୟ ଚୋବଉଛେ ତାହେଲେ ସେଥିରୁ ଅଧିକା ଲାଳ କାହିଁକି ବାହାରୁଛି? ତ ତା ଭାଇ କଣ କହିଲା ନା ଠିକ ଭାବରେ ଚୋବାଇବା ଦ୍ଵାରା ଲାଳ କ୍ଷରଣ ହୁଏ, ଯାହା ଆମ ଖାଦ୍ୟ ହଜମରେ ବହୁତ ସାହାଯ୍ୟ କରେ। ତାହେଲେ ଯଦି ଆମେ ଖାଦ୍ୟ ହଜମ ପ୍ରକ୍ରିୟା ଦେଖିବା ତାହେଲେ ଖାଦ୍ୟ ହଜମ ପ୍ରକ୍ରିୟା ଆମର ପାଟିରୁ ହିଁ ଆରମ୍ଭ ହେଇଥାଏ। ପ୍ରଥମେ ପାଟିରେ ହଜମ ହୁଏ, ତାପରେ ଯାଇକି ପେଟ ଭିତରକୁ ଯାଇଥାଏ। ତାହେଲେ ପାଟିର କାମ ହେଲା କଣ? ଖାଦ୍ୟକୁ ଭଲରେ ଚୋବେଇ ଗୁଣ୍ଡ କରିବ। ଦାନ୍ତ ଥାଏ ପାଟି ଭିତରେ, ତ ସେ ଦାନ୍ତ ଯେତେବେଳେ ଖାଦ୍ୟକୁ ଗୁଣ୍ଡ କରେ ପାଟି ଭିତରେ ଆମର ଯୋଉ ଲାଳ କ୍ଷରଣ ହୁଏ ସିଏ କଣ କରେ ନା ଖାଦ୍ୟ ସହିତ ମିଶେଇ ହୋଇ ଆମ ପେଟ ଭିତରକୁ ଯାଇଥାଏ, ଯାହା ଆମ ଖାଦ୍ୟ ହଜମରେ ବହୁତ ସାହାଯ୍ୟ କରେ। ତେଣୁ ଖାଦ୍ୟକୁ ଠିକ ଭାବରେ ଚୋବାଇ ଖାଇବା ଦ୍ଵାରା ତାହା ଛୋଟ ଛୋଟ ଖଣ୍ଡରେ ପରିଣତ ହୁଏ ଏବଂ ଲାଳ ଯୋଗୁ ସହଜରେ ହଜମ ହୋଇଥାଏ। ତେଣୁ ଦାନ୍ତରେ ଆମେ ଯେତେବେଳେ ଖାଦ୍ୟ ଚୋବଉଛେ ସେ କଣ ହଉଛି ଛୋଟ ଛୋଟ ଖଣ୍ଡରେ ପରିଣତ ହୋଇ ଭଲ ଭାବରେ ପୁରା ଗୁଣ୍ଡ ହେଇଯାଉଛି, ପେଶି ହେଇଯାଉଛି। ଯେତେବେଳେ ସେଥିରେ ଲାଳ ମିଶିଗଲା, ଲାଳ ମିଶିକି ପେଟ ଭିତରକୁ ଗଲା ଆଉ ପାକସ୍ଥଳୀରେ ତାହା କଣ ହବ ସହଜରେ ହଜମ ହୋଇପାରିବ। ବୁଝିଗଲା? ତ ଦିନେ କଣ ହେଲା ନା ଦିଶାର ଦାନ୍ତ ବିନ୍ଧା ହେଲା। ତେଣୁ ତା ପିତାମାତା କଣ କଲେ ନା ଏକ ଦାନ୍ତ ଡାକ୍ତରଖାନାକୁ ନେଇଗଲେ। ତ ଦାନ୍ତ ଡାକ୍ତର କଣ କଲେ ନା ଦାନ୍ତରେ ଏକ କଣା ଦେଖିବାକୁ ପାଇଲେ ଆଉ ତାର ଚିକିତ୍ସା କଲେ। ବୁଝିଗଲା? ଦାନ୍ତରେ କଣ ଗୋଟେ କଣା ହେଇଯାଇଥିଲା, କାହିଁକି ନା ଖାଇବା ପରେ ପାଟି ଧୋଇନି ସିଏ ଭଲରେ କିମ୍ବା ନିୟମିତ ଦାନ୍ତ ଘଷିନି। ତେଣୁ ଡାକ୍ତର କଣ କହିଲେ ନା ଖାଇବା ପରେ ପାଟିକୁ ଭଲ ଭାବେ ଧୋଇବ। କାରଣ ଆମେ ତ ଖାଦ୍ୟକୁ ଚୋବେଇ ଖାଉଛେ, କିଛି ଖାଦ୍ୟ କଣ ନା ଆମ ଦାନ୍ତ କଳରେ ଲାଗିକି ରହିଯାଇଥାଏ। ଯଦି ସେସବୁ ରହିବ ତାହେଲେ ଆମ ପାଟି ଭିତରେ ଅଣୁଜୀବ ସୃଷ୍ଟି ହେବେ ଆଉ ସିଏ ଆମ ଦାନ୍ତକୁ ଖରାପ କରିଦେବେ। ତେଣୁ ଖାଇବା ପରେ ଆମେ ଭଲ ଭାବରେ ପାଟି ଧୋଇବା, ତା ସହିତ ନିୟମିତ ଦାନ୍ତ ଘଷିବା। ଦାନ୍ତ ଆମେ ଘଷୁଛେ ତ ନିୟମିତ ଭାବରେ ଆମେ ତାକୁ କଣ କରିବା ଭଲ ଭାବରେ ଦାନ୍ତ ଘଷିବା। ଆଉ କମ ମିଠା ଖାଇବା ଦରକାର, କାରଣ ମିଠା ଜିନିଷ ଖାଇଲେ ଅଣୁଜୀବ ମାନେ ପାଟି ଭିତରେ ଜଲଦି ଆଉ ସହଜରେ ସୃଷ୍ଟି ହେଇଯାଇଥାନ୍ତି। ତେଣୁ ଆମେ ମିଠା ଜିନିଷ ଯେତେ ପାରିବା ଆମେ କମ ଖାଇବା, କାରଣ ମିଠା ଜିନିଷ ଆମ ଦାନ୍ତ ପାଇଁ ବିପଦଜନକ ହୋଇଥାଏ। ତା ସହିତ ଆଉ କଣ ନା ରାତ୍ରି ଭୋଜନ ସମୟରେ ମା କହିଲେ ତରତର ହୋଇ ଖାଅ ନାହିଁ, ଠିକ ଭାବରେ ଖାଦ୍ୟ ଚୋବାଇ ଧୀରେ ଧୀରେ ଖାଅ, କାରଣ ଖାଇବା ସମୟରେ କଥାବାର୍ତ୍ତା ହେଲେ କିମ୍ବା ହସିଲେ ଶ୍ୱାସ ନଳୀ ଜନିତ ସମସ୍ୟା ହୋଇପାରେ ଓ ଖାଦ୍ୟ ଶ୍ୱାସ ନଳୀରେ ପଶି ଯାଇପାରେ। ତାହେଲେ ଆମେ ଯୋଉ ଖାଦ୍ୟ ଖାଇଲା ବେଳେ କଥା ହଉଛେ ସେସବୁ ହେଲେ କଣ ହବ କିମ୍ବା ତରତର ହେଲେ କଣ ହବ ନା ଯୋଉ ଖାଦ୍ୟ ଯାଉଛି ଖାଦ୍ୟ ନଳୀ ଦେଇ ସେ ଖାଦ୍ୟ ନଳୀରେ ଲାଖିକି ରହିଯିବ, ଯାହା ଦ୍ୱାରା କଣ ହବ ନା ଆମକୁ ନିଶ୍ୱାସ ପ୍ରଶ୍ୱାସ ନବାରେ ଅସୁବିଧା ହେବ। ତେଣୁ ଆମ ଶରୀରରେ ଖାଦ୍ୟ କଣ କରେ ଦେଖ, ଆମେ ପୂର୍ବରୁ ଜାଣିଛୁ ଯେ କିଛି ଖରାପ ଅଣୁଜୀବ ଆମ ଖାଦ୍ୟକୁ ନଷ୍ଟ କରିଥାନ୍ତି, କିନ୍ତୁ ଆଶ୍ଚର୍ଯ୍ୟର କଥା ହଉଛି କିଛି ଉପକାରୀ ଅଣୁଜୀବ ଅଛନ୍ତି। ଏହି ଉପକାରୀ ଅଣୁଜୀବ ମାନେ ଆମ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତିରେ ସାହାଯ୍ୟ କରିଥାନ୍ତି, ତା ସହିତ ଆମ ଶରୀର ଭିତରେ ରହି ଆମ ଖାଦ୍ୟ ହଜମରେ ମଧ୍ୟ ବିଶେଷ ସାହାଯ୍ୟ କରିଥାନ୍ତି। ଅଣୁଜୀବ ମାନେ ରହିଲେ ସେମାନେ ଆମ ଶରୀର ଭିତରେ ଖାଦ୍ୟ ହଜମରେ ସାହାଯ୍ୟ କରିଥାନ୍ତି। ତେବେ ଆସ ଆମେ କେତୋଟି ପ୍ରଶ୍ନ ଦେଖିବା ଆଉ ତାର ଉତ୍ତର କରିବା। କରିବା ତ? ହଁ।
ଦେଖ, ଖାଦ୍ୟକୁ କାଟିବା ପାଇଁ କେଉଁ ଦାନ୍ତର ସାହାଯ୍ୟ ନିଆଯାଏ? କାଟିବା ପାଇଁ ମନେ ପକେଇଲ, କର୍ତ୍ତନ ଦାନ୍ତ, ନାଇଁ? ଭେରି ଗୁଡ। ଖାଦ୍ୟକୁ ଚିରିବା ପାଇଁ କେଉଁ ଦାନ୍ତ ବ୍ୟବହାର କରାଯାଏ? ଶ୍ୱାନ ଦାନ୍ତ। ତାପରେ ଆମ ପାଟିରେ ମୁଖ୍ୟତଃ କେତେ ପ୍ରକାର ଦାନ୍ତ ଦେଖିବାକୁ ମିଳେ? 4 ପ୍ରକାର। ଭେରି ଗୁଡ। ତେବେ ଆସ 2 ନମ୍ବର ପ୍ରଶ୍ନକୁ ଯିବା, ଶୂନ୍ୟ ସ୍ଥାନ ପୂରଣ କରିବା। ଖାଦ୍ୟକୁ ଗୁଣ୍ଡ କରିବା ପାଇଁ ଡ୍ୟାସ୍ ଦାନ୍ତ କାମ କରେ? ଚର୍ବଣ ଦାନ୍ତ। ଖାଦ୍ୟକୁ ପେଶିବା ପାଇଁ ଡ୍ୟାସ୍ ଦାନ୍ତ ସବୁଠାରୁ ଭଲ କାମ କରେ? ପେଷଣ ଦାନ୍ତ, ନାଇଁ? ଭେରି ଗୁଡ। ଖାଦ୍ୟକୁ ବହୁତ ସମୟ ଧରି ଚୋବାଇଲେ ପାଟିରେ ଅଧିକ ଡ୍ୟାସ୍ କ୍ଷରଣ ହୁଏ? ଲାଳ କ୍ଷରଣ ହୁଏ, ନାଇଁ? ଭେରି ଗୁଡ। ଦେଖିଲ, ସ୍ତମ୍ଭ ମିଳନ କାହାକୁ ଆସିବ? କର୍ତ୍ତନ ଦାନ୍ତ କଣ କରିବ? କାଟିବ, ନାଇଁ? ଶ୍ୱାନ ଦାନ୍ତ ଚିରିବ। ଚର୍ବଣ ଦାନ୍ତ ଗୁଣ୍ଡ କରିଦବ। ହଁ, ଭେରି ଗୁଡ। ଆଉ ପେଷଣ ଦାନ୍ତ ପେଶି ଦବ, ନାଇଁ? ତାହେଲେ 4ଟା ଦାନ୍ତର କାମ ତମର ସବୁ ମନ ଅଛି, ନାଇଁ? ସୁନା ପିଲାର ସବୁ। ତାପରେ ଦେଖ, ଗୋଟିଏ ବାକ୍ୟରେ ଆମେ ଏବେ ଉତ୍ତର କରିବା। ଠିକ ଅଛି? ଆମ ପାଟିରେ ଥିବା ସବୁ ଦାନ୍ତ କାହିଁକି ଏକା ପରି ଦେଖାଯାଆନ୍ତି ନାହିଁ? କାହିଁକି କୁହ? ସବୁ ଅଲଗା ଅଲଗା କଣ ପାଇଁ? କାରଣ ସବୁ ଦାନ୍ତର କାମ ମଧ୍ୟ ଅଲଗା ଅଲଗା। ଯେହେତୁ ତାଙ୍କ କାମ ଅଲଗା, ତେଣୁ ତାଙ୍କର ଆକାର ଅଲଗା। ଖାଦ୍ୟକୁ ଚୋବାଇବା ପ୍ରକ୍ରିୟାରେ ଦାନ୍ତର ଭୂମିକା କଣ? କିଏ କହିବ? ଦାନ୍ତ ଗୁଡ଼ିକ ମିଳିମିଶି ଖାଦ୍ୟକୁ କାଟି, ଚିରି, ପେଶି, ଗୁଣ୍ଡ କରିବାରେ ସାହାଯ୍ୟ କରନ୍ତି। ଖାଦ୍ୟ ଲାଳ ସହିତ ମିଶିଲେ କଣ ଲାଭ ହୁଏ? ଲାଳ ଖାଦ୍ୟକୁ ନରମ କରେ, ଯାହା ଦ୍ୱାରା ଖାଦ୍ୟ ଗିଳିବା ଓ ହଜମ କରିବା ସହଜ ହୋଇଥାଏ। ତ ଏହା ହିଁ ଥିଲା ଆଜିର ଆମର ଆଲୋଚନା ବିଷୟବସ୍ତୁ। ତ ଆଗାମୀ ମଧ୍ୟ ଦେଖା ହବ। ସମସ୍ତଙ୍କୁ ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।